ଭିଜିଲାନ୍ସ ଚାଲରେ ଧରା ପଡ଼ିଲେ ଲାଞ୍ଚୁଆ ଡାକ୍ତର। ଆନନ୍ଦପୁର ଭିଜିଲାନ୍ସ ଚାଲରେ ଜଣେ ଲାଞ୍ଚୁଆ ଡାକ୍ତର ଧରା ପଡ଼ିଥିବା ଜଣାପଡ଼ିଛି। ସୂଚନାରୁ ପ୍ରକାଶ, କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ସାଇଁକୁଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତର ରଞ୍ଜିବ ରାଉତ ଲାଞ୍ଚ ନେଇଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଥିବା ଜଣାପଡ଼ିଛି। ଦୀର୍ଘ ଦିନ ଧରି ଡାକ୍ତର ଚାକିରି କରୁଥିବା ବେଳେ ବିଭିନ୍ନ ବ୍ୟବସାୟରେ ବ୍ୟସ୍ତ ରହୁଥିବା ଅଭିଯୋଗ ହେଉଥିଲେ ବି ସରକାର କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିଲେ। ଆଜି ରାମଚନ୍ଦ୍ରପୁର ଥାନା ଅନ୍ତର୍ଗତ ଅଳତି ଗ୍ରାମର ଦେବବ୍ରତ ସାହୁଙ୍କ ପାଖରୁ 20,800 ଟଙ୍କା ଲାଞ୍ଚ ନେଉଥିବା ସମୟରେ ଭିଜିଲାନ୍ସ ରଞ୍ଜିବକୁ ମାଡ଼ି ବସିଥିଲା। ସତ୍ୟବ୍ରତ ଠିକା ସଂସ୍ଥା ଜରିଆରେ ଯୋଗ ଶିକ୍ଷକ ଭାବେ ସାଇଁକୁଳ ଗୋଷ୍ଠୀ କେନ୍ଦ୍ରରେ ଚାକିରି କରନ୍ତି। ପ୍ରତି ମାସ ଉକ୍ତ ଡାକ୍ତର ଦରମାର 20% ଦରମା ପାଇଲା ପରେ ଲାଞ୍ଚ ମାଗି ନିଅନ୍ତି ବୋଲି ଦେବବ୍ରତ ପ୍ରକାଶ କରିଛନ୍ତି। ଏହା ସହିତ ଅନ୍ୟ 4 ଜଣ ଚତୁର୍ଥ ଶ୍ରେଣୀ କର୍ମଚାରୀମାନଙ୍କଠାରୁ ମଧ୍ୟ ମାସିକିଆ ଲାଞ୍ଚ ନିଅନ୍ତି। ଦିନକୁ ଦିନ ଏହି ପ୍ରକ୍ରିୟା ଅସହ୍ୟ ହେବାରୁ ଦେବବ୍ରତ ଭିଜିଲାନ୍ସ ବିଭାଗ ସହିତ ଯୋଗାଯୋଗ କରିଥିଲେ। ଶୁକ୍ରବାର ଦିନ ଅତିରିକ୍ତ ଏସ୍ପି ମହେଶ୍ୱର ସେଠୀଙ୍କ ନେତୃତ୍ୱରେ ଟିମ୍ ଚଢ଼ାଉ କରିଥିଲା। ଏକଟା ସମୟରେ ଦେବବ୍ରତ ପୂର୍ବ ପ୍ରସ୍ତୁତ ଥିବା 20,800 ରଙ୍ଗମରା ଟଙ୍କା ଡାକ୍ତର ରଞ୍ଜିବ ରାଉତଙ୍କୁ ଦେଇଥିଲା। ଠିକ୍ ସେହି ସମୟରେ ଭିଜିଲାନ୍ସ ବିଭାଗ କର୍ମଚାରୀମାନେ ଡାକ୍ତର ରଞ୍ଜିବ ରାଉତଙ୍କୁ ମାଡ଼ି ବସିଥିଲେ। ପରେ ଡାକ୍ତରଙ୍କ ବାସଭବନ ସହିତ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲେ। ଉକ୍ତ ଚଢ଼ାଉରେ ଭିଜିଲାନ୍ସ ଡିଏସ୍ପି ଦୁଷ୍ମନ୍ତ ନାୟକଙ୍କ ସହିତ ଭଦ୍ରକ ଓ ବାଲେଶ୍ୱର ଭିଜିଲାନ୍ସ ଟିମ୍ ଉପସ୍ଥିତ ଥିଲେ। ଅଧିକ ତଦନ୍ତ ନିମନ୍ତେ ଭିଜିଲାନ୍ସ ବିଭାଗ ଉକ୍ତ ଡାକ୍ତରଙ୍କୁ କେନ୍ଦୁଝର ନେଇଥିବା ବେଳେ ଉକ୍ତ ଡାକ୍ତରଙ୍କ କାର୍ଯ୍ୟାଳୟ ସହିତ ନିଜର ପୈତୃକ ଘରକୁ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ ଜାରି ରହିଛି।